ଜୟ ମା ଲକ୍ଷ୍ମୀ। ଆମେ ଲକ୍ଷ୍ମୀ ପୁରାଣ ଅଧାରେ ରଖିଥିଲେ, ତେବେ ଆସନ୍ତୁ ଆଉ ଅଧା ଆଜି ଆମେ ପଢ଼ିବା। ବେଳ ଦୁଇ ଘଡ଼ିକରେ ନିଦ୍ରା ଯେ ଭାଜିଲା, ମୁଖ ପ୍ରକ୍ଷାଳନ ଅର୍ଥେ ପାଣି ନ ମିଳିଲା। କି ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁନାହିଁ, ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ। କାଲି ଉପବାସରେ ରହିଲୁ ଦୁଇ ଭାଇ, ଆଜି ପାଦେ ଯିବାକୁ ତ ବଳ ପାଉନାହିଁ। କେଉଁଠାରୁ ଯେବେ ଆଜି ନ ମିଳିବ ଅନ୍ନ, କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ। ବଳରାମ କହୁଛନ୍ତି ଶୁଣ ଆରେ ବାବା, ନଗରରେ ଭିକ୍ଷା ମାଗି ଜୀବନ ପୋଷିବା। କାନ୍ଧରେ ପକାଇ ଛିଣ୍ଡା ଉତ୍ତରୀ ପଇତା, ହସ୍ତରେ ଧଇଲେ ଦୁଇ ଭାଇ ଭଙ୍ଗା ଛତା। ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି, ଯାହା ଘରଠାକୁ ପାଣି ମାଗିବାକୁ ଯାଆନ୍ତି। ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦିଅନ୍ତି, ସେଠା ବରୁ ଦୁଇ ଭାଇ ଭୟେ ପଳାବନ୍ତି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ବଡ଼ ପଣ୍ଡା ଘରକୁ ଏ ଚାଲ ବେଗେ ଯାଇ। ହସ୍ତ ଧରା ଧରି ହୋଇ ଦୁଇ ଭାଇ ଗଲେ, ବଡ଼ ପଣ୍ଡା ଘରଠାରେ ପ୍ରବେଶ ହୋଇଲେ। ବଧୂ ତାର କହଇ ଯେ ଶାଶୁ ଆଗେ ଯାଇ, ବ୍ରାହ୍ମଣ ଯେ ଦୁଇ ଗୋଟି ଆସିଛନ୍ତି ଧାଇଁ। ଶାଶୁ ରାଣ୍ଡ ତ ତାହାକୁ ଚିହ୍ନି ନ ପାରିଲା, ଧାଇଁ ଯାଇ ବେଗେ ଦାଣ୍ଡ କବାଟ କିଳିଲା। ଆସ ଆସ ବୋହୂ ଏଲ ଠେଙ୍ଗା ବାଡ଼ି ନେଇ, ଚୁରକି ଖଣ୍ଟ ଏ ଦୁହେଁ ଦେବା ଘଉଡ଼ାଇ। ଶୁଣି ଦୁଇ ଭାଇ ତହୁଁ ଡରେ ପଳାଇଲେ, ସାମବେଦ ଯଜୁର୍ବେଦ ଦୂରେ ଉଚ୍ଚାରିଲେ। ଶୁଣି ଶୁଷ୍କ ତରୁଗଣ ପଲ୍ଲବୀ ଉଠିଲେ, ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ। ଦୁଇ ଭାଇଙ୍କୁ ଯେ ଡାକି ତହୁଁ ବସାଇଲା, ଖୁଦ ମଳୁଖ ମିଶାଇ ସତ୍ୱରେ ରାନ୍ଧିଲା। ଅଫିଟା କଦଳୀ ମଞ୍ଜ ଦୁଇ ଖଣ୍ଡ ଆଣି, ବେନି ଭାଇ ପକାଇଣ ଛିଞ୍ଚିଲେ କପାଣି। କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣିଗଲା, ଅନ୍ନ କି ଆଣିବ ତାର ହାଣ୍ଡି ଉଭାଇଲା। ଲକ୍ଷ୍ମୀ ଦ୍ରୋହୀ ପୁରୁଷ ଏ ବୋଲି ନ ଜାଣିଲା, ପାକଶାଳାରୁ ଲେଉଟି ପାଖରେ ମିଳିଲା। ଦୁଇ ଗୋଟି ଭାଇଙ୍କର ହସ୍ତକୁ ଧରିଲା, କଟୁ କଥା କହି ନେଇ ଦାଣ୍ଡରେ ଛାଡ଼ିଲା। ତହୁଁ ଦୁଇ ଜଣ ଯେ ନିରାଶ ହୋଇଗଲେ, କବୀର ସାହିରେ ଯାଇ ପ୍ରବେଶ ହୋଇଲେ। କ୍ଷୁଧାର୍ତ ବ୍ରାହ୍ମଣ ବୋଲି କବୀର ଜାଣିଲେ, ଖଇ ମାଣ ଚାରି ପାଞ୍ଚ ଆଣି ବେଗେ ଦେଲେ। ଅନ୍ତର୍ଗତେ ଜାଣିଲେ ଯେ ଦେବୀ କମଳିନୀ, ପବନକୁ ଡାକି ଆଜ୍ଞା ଦେଲେ ସେହି କ୍ଷଣି। ଆରେ ପବନ ତୁହି ତ ବେଗେ ଚଳିଯିବୁ, ଖଇ ଚାରି ପାଞ୍ଚ ମାଣ ଉଡ଼ାଇଣ ନେବୁ।
ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲା, ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇଣ ନେଲା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ପ୍ରାଣ ଗଲା ବେଳେ ଜାତି କୁଳ ଲୋଡ଼ କାଇଁ। ପଦ୍ମ ପୋଖରୀକୁ ଚାଲ ଯିବା ଦୁଇ ଭାଇ, ପଦ୍ମମୂଳ ଖାଇ ପ୍ରାଣ ବଞ୍ଚାଇବା ତହିଁ। ଫଳ ପୁଷ୍ପ କରି ତହୁଁ ଗୁଡ଼ିଏ ଖାଇବା, ଅଧିକ ମିଳିଲେ କିଛି ସଞ୍ଚିଣ ରଖିବା। ଏମନ୍ତ ବିଚାର କରି ଦୁଇ ଭାଇ ଗଲେ, ପଦ୍ମ ପୁଷ୍କରିଣୀରେ ଯେ ପ୍ରବେଶ ହୋଇଲେ। ପଦ୍ମ ପୋଖରୀରେ 7 ତାଳ ପାଣି ଥିଲା, ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା। ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା, ଜଳ ନାହିଁ ଫଳ ଏଥୁ କାହିଁରୁ ପାଇବା। ଏହା କହି ଦୁଇ ଜଣ ତହୁଁ ଚଳିଗଲେ, ଯାଉ ଯାଉ ବାଟେ ଏକ ଯୋଗୀକି ଭେଟିଲେ। ଜଗନ୍ନାଥ କହୁଛନ୍ତି ଶୁଣ ଆହେ ନାଥ, ତୁମ୍ଭର ଥାଳରୁ ଯେ ଆମ୍ଭକୁ ଦିଅ ଭାତ। ସଦାନନ୍ଦ ବୁଲେ ରାମକୃଷ୍ଣ ମୁଖ ଚାହିଁ, ଲକ୍ଷ୍ମୀ ଦ୍ରୋହୀ ହୋଇଅଛ ତୁମ୍ଭେ ଦୁଇ ଭାଇ। ଦୁଧ ଅନ୍ନରେ ଯେ ମୋର ଥାଳ ପୂରିଥିଲା, ତୁମ୍ଭ ମାଗନ୍ତେଣ ଅନ୍ନ ଶୂନ୍ୟ ହୋଇଗଲା। ଅନ୍ନ ଜଳ ନ ମିଳିବ ତୁମ୍ଭକୁ ଯେ କାହିଁ, ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ। ମୁହିଁ ଯାଇଥିଲି ମତେ ଅନ୍ନ ଥିଲେ ଦେଇ, ଖାଇଲେ ବହିଲେ ସେହି ଅନ୍ନ ନ ସରଇ। ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ, ଯିବା ବୋଲି ଦୁଇ ଭାଇ କମର ବାନ୍ଧିଲେ। ହଟି କମଳିନୀ ତହୁଁ ହଟ ଭିଆଇଲେ, ସୂର୍ଯ୍ୟଙ୍କୁ ଡାକିଣ ଦେବୀ ବେଗେ ଆଜ୍ଞା ଦେଲେ। ଅତି ଶୀଘ୍ର ଟାଣ ଖରା କର ବେଗେ ଯାଇ, ବାଲି ମାଟି ତାତୁ ବେଗେ ଡହ ଡହ ହୋଇ। ତାତିବ ଖରାରେ ଯେହ୍ନେ ଭାଜିବାର ବାଲି, ପାଦେ ମାତ୍ରେ କେହି ତହିଁ ନ ପାରିବେ ଚାଲି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଏତେ ବଡ଼ ଖରାରେ ମୁଁ ଚାଲି ନ ପାରଇ। ବେଗେ ବେଗେ ହୋଇ ତୁମ୍ଭେ ଯାଉଅଛ ଧାଇଁ, ବୁଦ୍ଧି ଦିଶୁନାହିଁ ଏବେ କିସ କରିବଇଁ। ଶୁଣି ନ ଶୁଣିଲା ପରି ବଳଦେବ ଗଲେ, କମଳାଙ୍କ ସିଂହଦ୍ୱାରେ ପ୍ରବେଶ ହୋଇଲେ। ସିଂହଦ୍ୱାରେ ପ୍ରବେଶିଣ ଡାକିଲେ କଜହୁଁ, ଡାକ ଶୁଣି ଦାସୀମାନେ ଅଇଲେ କତହୁଁ। କେଉଁ ଦାସୀ କହୁଅଛି ଶୁଣ ଆଗ ସହି, ଏପରି କାଙ୍ଗାଳ ମୁଁ ଯେ କାହିଁ ଦେଖି ନାହିଁ। ଏହିପରି ମୋଟା ହୋଇ ଗୋଟାଏକ ଥିଲା, ଆମ୍ଭ ଠାକୁରାଣୀଙ୍କୁ ଯେ ଘଉଡ଼ାଇ ଦେଲା। ଏହି ରୂପେ ଦାସୀମାନେ କୁହା କୁହି ହେଲେ, ବେକରେ ହାତ ଦେଇଣ ଦାଣ୍ଡରେ ଛାଡ଼ିଲେ। ବଳରାମ ପ୍ରଭୁ ତହିଁ ଲେଉଟି ଅଇଲେ, ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଦାସୀମାନେ ଆସି ମୋତେ ଦେଲେ ଘଉଡ଼ାଇ। ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା, କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା। ଆଉ ଥରେ ଚାଲ ବେନି ଭାଇ ଫେରି ଯିବା, ବିନୟ କରିଣ ଅନ୍ନ ଦାସୀଙ୍କୁ ମାଗିବା। ବଳରାମ କହୁଛନ୍ତି ପଛେ ଆମ୍ଭେ ଥିବୁ, ଆଗରେ ଯାଇଣ ଅନ୍ନ ତୁହି ଯେ ମାଗିବୁ। ଏତେ କହି ସିଂହଦ୍ୱାରେ ପ୍ରଭୁ ବିଜେ କଲେ, ମନ୍ଦିରର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲେ। ବଳରାମ କହିଲେ ଏ ଶୁଣରେ କହ୍ନାଇ, ପଞ୍ଚମ ସ୍ୱରରେ ସାମବେଦ ପଢ଼ ତୋହି। ଜଗନ୍ନାଥ ପ୍ରଭୁ ଯହୁଁ ଏମନ୍ତ ଶୁଣିଲେ, ଓଙ୍କାର ଶବଦ କରି ବେଦ ଧ୍ୱନି କଲେ। ଋକ୍ ସାମ ଯଦୁ ଅଥର୍ବ ଯେ ଚାରି ବେଦ, ବ୍ରହ୍ମାଣ୍ଡ ପୁରି ଉଠିଲା ଗହ ଗହ ନାଦ। ପଲଙ୍କ ଉପରେ ଯେ କମଳା ଶୋଇଥିଲେ, ନିସ୍ତରିଲେ ନିସ୍ତରିଲେ ବୋଲେଣ ବୋଇଲେ। କୋଟେ କୋଟେ ଜନ୍ମର ପାତକ ହେଲା କ୍ଷୟ, ମଗରେ ବିଜୟ କଲେ ପ୍ରଭୁ ଦେବରାୟ। ପଚାର ପଚାର ଦାସୀ ପଚାରଲ ଯାଇ, କିସ ମାଗୁଛନ୍ତି ଯେ ବ୍ରାହ୍ମଣ ଦୁଇ ଭାଇ। ଧାଇଁ ଯାଇ ମୁଦୁସୋଲେ ତାଙ୍କୁ ପଚାରିଲେ, କି ମାଗୁଛ ପଣ୍ଡାମାନେ କହ ତୁମ୍ଭେ ଭଲେ। ଜଗନ୍ନାଥ କହୁଛନ୍ତି ଦାସୀ ମୁଖ ଚାହିଁ, ଅନ୍ନ ଗଣ୍ଡା ଏକ ତୁମ୍ଭେ ପାରିବ କି ଦେଇ। ଏମନ୍ତ ଶୁଣିଣ ଦାସୀମାନେ ଚଳିଗଲେ, ଲକ୍ଷ୍ମୀ ଠାକୁରାଣୀ ଆଗେ ବେଗେ ଯେ ବୋଇଲେ। ଦାସୀଙ୍କ ମୁଖରୁ ସେ ଏମନ୍ତ ବାକ୍ୟ ଶୁଣି, ମନେ ବିଚାର କରନ୍ତି ଲକ୍ଷ୍ମୀ ଠାକୁରାଣୀ। ଏକଥା ଅରଜି ଅଛି ଚଣ୍ଡାଳୁଣୀ ମୋଇ, ଏବେ ଦାସୀମାନେ ଲ ପଚାର ବେଗେ ଯାଇ। ବ୍ରାହ୍ମଣ ହୋଇ ମଗରେ କି ରୂପେ ଭୁଞ୍ଜିବେ, ଚଣ୍ଡାଳୁଣୀ ଅନ୍ନ ଖାଇ ଅପବାଦ ନେବେ। ଏ ମୋହର ଦ୍ରବ୍ୟ ତାଙ୍କୁ ଛୁଇଁ ନ ଯୁଗାଏ, ଜାଣୁ ଜାଣୁ ମୁଁ କେମନ୍ତ ପ୍ରକାରେ ଦେବଇଁ। ଠାକୁରାଣୀ ସମୀପରୁ ଦାସୀମାନେ ଗଲେ, ବ୍ରାହ୍ମଣଙ୍କ ଆଗେ ଯାଇ ଏମନ୍ତ କହିଲେ। ଦାସୀଙ୍କ ମୁଖରୁ ଯେ ଏମନ୍ତ ବାଣୀ ଶୁଣି, କ୍ଷୁଧାତୁର ହୋଇଣ କହନ୍ତି ହଳ ପାଣି। ନୂଆ ହାଣ୍ଡି ନୂଆ ମାଣ ଦେଇ କି ପାରିବୁ, ଏମନ୍ତ ହୋଇଲେ ଆମ୍ଭେମାନେ ଯେ ଖାଇବୁ। ଦାସୀମାନେ କହନ୍ତି ଲକ୍ଷ୍ମୀଙ୍କ ଆଗେ ଯାଇ, ହାତେ ରାନ୍ଧି ଭୋଜନ କରିବେ ଦୁଇ ଭାଇ। ଏହା ଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ, ଦାସୀଙ୍କ ହସ୍ତରେ ହାଣ୍ଡି 10 ଗୋଟି ଦେଲେ। ଚାଉଳ ପଉଟିଏ ନେଇ ଛାମୁରେ ରଖିଲେ, ନେଉଟିଆ ଶାଗ ନେଇ ପୋଳା 1 ଦେଲେ। ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ, ଦୁଧ ଦହି ଛେନା ଯେ ଶର୍କରା ଦେଲେ ପୁଣ। ଏବେ ଯେତେ ଇଚ୍ଛା ତେବେ ଭୁଞ୍ଜ ବୋଇଲେ, ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ।
ରାନ୍ଧିଣ ଭୁଞ୍ଜିବେ ଯେବେ ଏହି ଦୁଇ ଭାଇ, ନାରୀଙ୍କୁ ପୁରୁଷ ଆଉ ଲୋଡ଼ିବେ କିମ୍ପାଇଁ। ଲକ୍ଷ୍ମୀ ଦେବୀ କାଠ ଖଣ୍ଡେ ହସ୍ତରେ ଧଇଲେ, ଅଗ୍ନିର ସ୍ତମ୍ଭନ ମନ୍ତ୍ର ଦେବୀ ପାଠ କଲେ। କଦାପି ଅଗ୍ନି ଦେବତା ତେଜ ନ ହୋଇବ, ହାଣ୍ଡି ନ ତାତିବ ଆଉ ପାଣି ନ ତାତିବ। ଯେତେ କାଠ ଜଳୁଥିବ ଭସ୍ମ ହୋଇଯିବ, କୁହୁଳି କରିଣ ତଉଁ ଧୂଆଁ ହେଉଥିବ। ଏମନ୍ତ ବୁଲିଣ ଯେ କମଳା ଆଜ୍ଞା ଦେଲେ, ସେହି ପ୍ରକାରରେ ଅଗ୍ନି ଦେବତା ଯେ କଲେ। ସବୁ କାଠ ଯାକ ତହିଁ ଅଙ୍ଗାର ହୋଇଲା, ତେବେ ସୁଦ୍ଧା ଯେ କିଞ୍ଚିତେ ପାଣି ନ ତାତିଲା। ହଟି କମଳିନୀ ହଟ ଭିଆଇଲେ ଯେଣୁ, ହାଣ୍ଡି ତଳେ କଳା ଟିକେ ନ ପଡ଼ିଲା ତେଣୁ। ସୁଗନ୍ଧ ତୈଳ ଦେବୀ ଦେଲେ ପଠିଆଇ, ଦାସୀମାନେ କହୁଛନ୍ତି ବ୍ରାହ୍ମଣଙ୍କୁ ଚାହିଁ। ପାକ ସିଦ୍ଧି ହେଲା କି ନ ହେଲା ହେ ଗୋସାଇଁ, ଚଞ୍ଚଳ ତୈଳ ଲଗାଇ ସ୍ନାନ କର ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ପାଣି ନ ତାତିଲା, କି ପାକ କରିବୁ ବେଳ ଉଛୁର ହୋଇଲା। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ, ଅନ୍ନ ହୋଇଲା କି ନାହିଁ କହ ବେଗେ ତୁହି। ଜଗନ୍ନାଥ କହୁଛନ୍ତି ଶୁଣ ଆହେ ଭାଇ, ଅନ୍ନ କି ହୋଇବ ଟିକେ ପାଣି ତାତି ନାହିଁ। ବଳରାମ କହୁଛନ୍ତି ରେ ଅଧୁଆ ମୁହାଁ, ରାନ୍ଧି ନ ଜାଣି ତୁ ହୋଇଅଛୁ ରାନ୍ଧୁଣିଆ। ତୁହି ଆଡ଼ ହୁଅ ମୁହିଁ ରାନ୍ଧୁଅଛି ଯାଇ, ଅନ୍ନ ରାନ୍ଧିବାକୁ ଗଲେ ବ୍ରହ୍ମାଣ ଗୋସାଇଁ। ଫୁଙ୍କି ଫୁଙ୍କି ବଳରାମ ବିରକ୍ତ ହୋଇଲେ, କାଠ ଖଣ୍ଡେ ଘେଣିଣ ଯେ ହାଣ୍ଡି ପିଟି ଦେଲେ। କ୍ଷୁଧାରେ ଯେ ଦୁଇ ଭାଇ ଆକୁଳ ହୋଇଲେ, କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ। ଜଗନ୍ନାଥ ବୁଇଲେ ତ କି ବୁଦ୍ଧି ଦିଶୁନାହିଁ, କ୍ଷୁଧାରେ ଆତୁର ହେଉଅଛି ମୋର ଦେହି। ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ, ଜାତି ପଛେ ଯାଉ ତାର ଘରେ ଖାଉ ଭାତ। ଯେବେ ଏହା ଘରୁ ଭାତ ଆମ୍ଭକୁ ନ ଦେବ, ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ। ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀଙ୍କୁ କହିଲେ, ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପଡ଼ାଇ ଦେଲେ। ଏହା ଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ, କେତେ ଦୁଃଖ ଦିନ ବନ୍ଧୁ ଦୁହେଁ ଯେ ପାଇଲେ। ସୁବର୍ଣ୍ଣର ଚଟୁ ଗୋଟି ହସ୍ତରେ ଧଇଲେ, ରୋଷେଇ ଶାଳକୁ ଲକ୍ଷ୍ମୀ ଦେବୀ ବିଜେ କଲେ। ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ, ମୁଗ ମଧୁ ରୁଚି କ୍ଷୀରି ନାନାଦି ବ୍ୟଞ୍ଜନ। ଆମ୍ବିଳ ସାକର କଲେ କଦଳୀର ଭଜା, ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା। ଷାଠିଏ ପଉଟି ଯେ ରନ୍ଧନ କଲେ ଯାଇ, ବଗଡ଼ା ଭାତ ମହିମା କଳନା ନ ଯାଇ। ଦୁଧ ପୁରୀ କଲେ ମାଏ ଘୃତ ପୁଳି କଲେ, ଅତି ଯତନରେ ମାଏ ସର ପୁଳି କଲେ। ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କୁ ରୁଚି, ବଡ଼ିର ମହୁର କଲେ ପକାଇଣ ସାଚି।
ସହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସମ୍ପାଦିଲେ, ଯେ ଯାହା ସ୍ଥାନରେ ଯତ୍ନେ ରଖାଇଣ ଦେଲେ। କର୍ପୂର ଛେନା ଶର୍କରା ସମସ୍ତ ଗୁଳାଇ, 60 ନଉତି ପଣା ରଖିଲେ କତହିଁ। ରଙ୍ଗବାଣ ପଇଡ଼ ସଙ୍ଗତେ ଛେନା ପଣା, ଅଦା ମିଶା କରି ଯେ ନବାତ ଖଣ୍ଡ ଛେନା। ଲକ୍ଷ୍ମୀଙ୍କର ପାକ ଗୁଣ କେ କହିପାରିବ, କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ। ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ, ଭୋଜନ ଶେଷକୁ ପୋଡ଼ ପିଠାଏ ରଖିଲେ। ବୋଇଲେ ଦାସୀ କି କର ଅଙ୍ଗ ମରଦନ, ବ୍ରାହ୍ମଣ ବୋଲିଣ ମନେ ନ ପାଞ୍ଚିବ ଭିନ୍ନ। ବ୍ରାହ୍ମଣମାନଙ୍କ ମୁହିଁ ଅଟେ ନିଜ ଦାସୀ, ଶୁଣିଣ ଆନନ୍ଦେ ଚଳିଗଲେ ସବୁ ଦାସୀ। ଦାସୀମାନେ କହୁଛନ୍ତି ସୁବେଦୀ ଗୁସାଇଁ, ସ୍ନାନ କର ବେଗେ ଅଙ୍ଗ ମରଦନ ହୋଇ। ତହୁଁ ସୁବାସ ଜଳରେ ଦୁହେଁ ସ୍ନାନ କଲେ, ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଏ ଦେଲେ। ପିନ୍ଧିବାକୁ ପୀତାମ୍ବର ପାଟ ଆଣିଦେଲେ, ସୁବେଶ ହୋଇଣ ଦୁଇ ଭାଇ ଯେ ବସିଲେ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଏମନ୍ତ ପ୍ରକାରେ ମାନ୍ୟ କରେ କିସ ପାଇଁ। ଏହା ଘରେ ପୁରୁଷ ତ ଜଣେ ଦିଶୁନାହିଁ, ଶୂଳି ଦେବା ପ୍ରାୟ ଏହି ବିଚାର ଦିଶଇ। ଚାଲ ଏବେ ପଳାଇଣ ଏହିଠାରୁ ଯିବା, କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା। ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ, ଏ ଘରର କର୍ତ୍ତା ଆଜ ହୋଇବେ ଆପଣ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଏମନ୍ତ କହିବା ତୋର ଉଚିତ ନୁହଁଇ। ଗୃହ ପରିଷ୍କାର ଦେବୀ ସ୍ୱହସ୍ତରେ କଲେ, ଗନ୍ଧଜ ଚନ୍ଦନ ମାଏ ଛଡ଼ା ପକାଇଲେ। ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନା ଝରି, ହାତ ଧୁଆ ପାଦ ଧୁଆ ସୁସଜ୍ଜିତ କରି। ମଣୁହି କରିବା ବିଧି ଯେମନ୍ତେ ଭିଆଣ, ସୁବର୍ଣ୍ଣର ପୀଠ ତହିଁ କଲେ ନିର୍ମାଣ। ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ, ବେଗେ କରି ପ୍ରଭୁଙ୍କୁ ଲଘେନି ଆସ ଯାଇ। ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ, ବ୍ରାହ୍ମଣଙ୍କ ପାଖେ ଯାଇ ପ୍ରବେଶ ହୋଇଲେ। ବିନୟରେ କହୁଛନ୍ତି ବ୍ରାହ୍ମଣ ଗୋସାଇଁ, ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ନାରୀଏ ଜଣେ ପୁରୁଷ କେହି ଏଥି ନାହିଁ। ଭିତରକୁ ଯିବା ଆମ୍ଭ ଉଚିତ ନୁହଁଇ, ପତ୍ର 2 ଖଣ୍ଡ ତୁମେ ଆଣ ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ, ଏ ଘରର କର୍ତ୍ତା ଆଜ ହୋଇବ ଯେ ଆମ୍ଭେ। କିମ୍ପା ତୁମ୍ଭେ ଭୟ କରୁଅଛ ଜ୍ୟେଷ୍ଠ ଭାଇ, ଦାତା ଦେଉଅଛି ଆମ୍ଭେ ଛାଡ଼ିବା କିମ୍ପାଇଁ। ଭୟେ ବଳରାମ ଯେଠାରୁ ନ ଉଠନ୍ତି, ହସ୍ତ ଧରି ଘେନି ଗଲେ କମଳାଙ୍କ ପତି। ଠାବ ସଞ୍ଚାରେ ଯେ ବଳରାମ ନ ବସନ୍ତି, ହସ୍ତ ଧରି ବସାଇଲେ ଦେବଶିରୀ ପତି। କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ, ଦେଢ଼ଶୁର ମୋର ଯେ ଅଟନ୍ତି ହଳ ପାଣି।
ତାହାଙ୍କୁ କେମନ୍ତେ ଅନ୍ନ ମୁହିଁ ଦେବି ନେଇ, ଭିତରେ ଥାଇଣ ମୁଁ ଯେ ଦେବଇଁ ବଢ଼ାଇ। ବଡ଼ ସାନ ବୁଲି ଆଗ ପଚାରି ବୁଝାଇ, ବଡ଼ଠାରେ ଆଗ ଅନ୍ନ ପରସିବୁ ନେଇ। ଅନ୍ନ ଥାଳି ନେଇ ବେଗେ ବ୍ରାହ୍ମଣୀ ଯେ ଗଲା, ବଡ଼ ସାନ କେଉଁ ପଣ୍ଡା ବୋଲି ପଚାରିଲା। ବଳରାମ ବୋଲୁଛନ୍ତି ହୋଇଲୁ କି କାଣି, ବଡ଼ ସାନ କିଏ ତତେ ନଦି ସଇ ପୁଣି। ଆମ୍ଭେ ବଡ଼ ବୁଲିଣ ଯେ ବଳରାମ କହି, ବ୍ରାହ୍ମଣୀ ବୋଇଲେ କୂପ କଲ କି ଗୋସାଇଁ। ପ୍ରଥମ ଥାଳିର ଅନ୍ନ ବଳରାମେ ଦେଲା, ଭିତରକୁ ଆଉ ଅନ୍ନ ଆଣିବାକୁ ଗଲା। ଆଉ ଏକ ଥାଳି ଅନ୍ନ ଆଣିଲା ବେଳକୁ, ଚାରିଗ୍ରାସରେ ଖାଇଲେ ବଳରାମ ତାକୁ। ଅନ୍ନ ଥାଳି ଘେନି କରି ବ୍ରାହ୍ମଣୀ ଅଇଲା, ଏ ପଣ୍ଡାର ଅନ୍ନ ଯାକ କିଏ ଘେନି ଗଲା। ବଳରାମ ବୋଇଲେ କ୍ଷୁଧାର୍ଥ ହୋଇଥିଲୁ, ଆଗ କରି ଚାରିଗ୍ରାସେ ବେଗେ ଖାଇଦେଲୁ। ହସିଲା ବ୍ରାହ୍ମଣୀ ଦୁଇ ଭାଇଙ୍କୁ ଅନାଇ, କୁଟୁମ୍ବ ମାରିବା ପ୍ରାୟ ଦିଶୁଚ ଗୋସାଇଁ। ପୁତ୍ର ଭାରି ଯାକି ତୁମ୍ଭ ଦୁହିଁଙ୍କର ନାହିଁ, ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ। ସହସ୍ର କାନ୍ଦି କଦଳୀ ରଖିଦେଲେ ନେଇ, 60 ନଉତି ପଣା ବେଗେ ଦେଲେ ଥୋଇ। ଯେଉଁପରି ପ୍ରଭୁଙ୍କର ମନକୁ ରୁଚଇ, ସେହିପରି କମଳିନୀ ଦିଅନ୍ତି ପଠାଇ। ଭୋଜନ ଶେଷକୁ ଯେ ବୁଲନ୍ତି ବଳରାମ, ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ପାଇବି ଆଉ କାହିଁ। ଲକ୍ଷ୍ମୀକୁ ଭର୍ତ୍ସନା କରିଦେଲ ଘଉଡ଼ାଇ, ବାହାରି ଗଲେ ଯେ ତାଙ୍କ ଇଚ୍ଛା ହେଲା ଯହିଁ। ଏମନ୍ତ ସମୟେ ପୋଡ଼ ପିଠା ଦେଲେ ନେଇ, ଜଗନ୍ନାଥ କହୁଛନ୍ତି ବଳରାମ ଭାଇ। ମୋର ମନ କଥାକୁ ଯେ ଲକ୍ଷ୍ମୀ ଜାଣିଥାଇ, ଭୋଜନ ଶେଷକୁ ପୋଡ଼ ପିଠାଏ ଦିଅଇ। ଭୋଜନ ସାରିଣ ପ୍ରଭୁ ଆଚମନ କଲେ, କର୍ପୂର ତାମ୍ବୁଳ ଦୁଇ ଭାଇ ଯେ ଭୁଞ୍ଜିଲେ। ବାହାର ମେଲାରେ ପ୍ରଭୁ ବିଜେ କଲେ ଯାଇ, ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ। ପଚାର ପଚାର ଦାସୀ ପଚାରଲ ଯାଇ, ବିଭା ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ। ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ, ବ୍ରାହ୍ମଣ ନିକଟେ ଯାଇ ପ୍ରବେଶ ହୋଇଲେ। ପୁତ୍ର ଭାରି ଯାଉଛି କି ନାହିଁ ତୁମ୍ଭ ଘର, କେଉଁ ରାଜେ ବାଡ଼ି ବୃତ୍ତି ଶାସନ ତୁମ୍ଭର। ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୁହି, ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ ନାହିଁ। ଗୁଆବାଡ଼ି ଶାସନ ପାଇବୁ ଆମ୍ଭେ କାହିଁ, ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ। କପାଳ ମନ୍ଦ ଆମର ବୁଲୁ ଦୁଇ ଭାଇ, ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଦୁଃଖ ପାଇଲୁ। ଦାସୀଏ ବୁଇଲେ ପଣ୍ଡା ହୋଇଲ କି ବାଇ, ନାରୀକି ଛାଡ଼ିଲେ ପୁରୁଷ ଦରିଦ୍ର କି ହୋଇ।
ଗୋବିନ୍ଦ ବୋଲନ୍ତି ଆମ୍ଭେ କହୁଅଛୁ ଶୁଣ, କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟବର୍ଦ୍ଧନ। କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ, କେଉଁ ନାରୀ ଥିଲେ ବାସି ପେଜ ନ ମିଳଇ। କେଉଁ ନାରୀ ଥିଲେ ଶାଢ଼ୀ ସୁନା ବଳା ପାଇ, କେଉଁ ନାରୀ ଥିଲେ ଅଲକ୍ଷଣୀ ଘରକୁ ଭାଙ୍ଗଇ। ତୁମ୍ଭ ସାନ୍ତାଣୀକୁ ପଚାରତ ଯାଇ, ଦାସୀ କହେ ବାତୁଳ କି ହୋଇଲ ଗୋସାଇଁ। କ୍ଷୁଧା ଲାଗୁଥିଲା ଏବେ ଭାତ ତ ଖାଇଲ, ଆମ୍ଭ ସାନ୍ତାଣୀକୁ ଯା ପଚାର ବୋଇଲ। ବଳରାମ ବୋଇଲେ ଏ ମୋର ପିଲା ଭାଇ, ତୁମ୍ଭ ସାନ୍ତାଣୀ ଆଗେ ଜଣାଇବ ନାହିଁ। ଜଗନ୍ନାଥ କହୁଛନ୍ତି ଭୟ କାହିଁ ପାଇଁ, କିସ ନ ବିଚାର ଆହେ ବଳରାମ ଭାଇ। ଲକ୍ଷ୍ମୀଙ୍କର ଗୃହ ସିନା ଅଟଇ ଯେ ଏହି, ଏଠାରେ ଆପଣ ଭୟ କର କିସ ପାଇଁ। ବଳରାମ ବୁଲୁଛନ୍ତି ବାବୁ ଚକ୍ରଧର, ତୁମ୍ଭେ ଯାଇ ହସ୍ତ ଧର ମହାଲକ୍ଷ୍ମୀଙ୍କର। ଆମ୍ଭେ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ, ଯହିଁ ଇଚ୍ଛା ତହିଁ ଯାଅ ଆମ୍ଭ ମନା ନାହିଁ। ଯେତେବେଳେ ବଳରାମ ଏମନ୍ତ କହିଲେ, ଭିତରପୁରକୁ ପ୍ରଭୁ ନିଜେ ବିଜେ କଲେ। ଧୀରେ ଧୀରେ ଭିତରକୁ ଗଲେ ପୀତବାସ, ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ। ପାଣି ଝରି ଘେନି କରି କମଳା ଅଇଲେ, ଦରହାସେ ପ୍ରଭୁଙ୍କର ମୁଖକୁ ଚାହିଁଲେ। ଅତି ଯତନରେ ଦେଲେ ପାଦ ପଦ୍ମ ଧୋଇ, ଥୁକାଏ ପାଦ ଉଦକ ମସ୍ତକେ ଲଗାଇ। କିଛି ପଦୋଦକ ଲକ୍ଷ୍ମୀ ଗର୍ଭକୁ ଖେପିଲେ, ପାଞ୍ଚବର୍ଣ୍ଣ ପୁଷ୍ପେ ପଦ୍ମ ପାଦ ପୂଜା କଲେ। ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କୁ ଅନାଇ, ଚଣ୍ଡାଳୁଣୀ ବୋଲି ମତେ ଦେଲ ଘଉଡ଼ାଇ। ଚଣ୍ଡାଳୁଣୀ ଘରେ ଏବେ ଭୁଞ୍ଜିଲ ଗୋସାଇଁ, ଚଣ୍ଡାଳ ବିଟାଳ ହେଲ ଦୁଇ ଗୋଟି ଭାଇ। ଧିକ ତୁମ୍ଭ ବଡ଼ପଣ ଧିକ ତୁମ୍ଭ କଥା, ପୋଡ଼ୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା। ମହାଲକ୍ଷ୍ମୀ ଏ ପ୍ରକାରେ ବହୁ ଧିକ୍କାରିଲେ, କାଳିୟ ଗଞ୍ଜନ ଶୁଣି କିଛି ନ କହିଲେ। ମହାମାୟୀ ବୋଇଲେ ହେ ଶୁଣ ମୋ ବଚନ, ମୋର କିସ କାର୍ଯ୍ୟ ତୁମ୍ଭେ କୁହ ହେ ବହନ। କିଛି କ୍ଷଣ ଉତ୍ତାର ବୋଇଲେ ଜଗନ୍ନାଥ, ଏବେ ମନୁମାନ ତେଜ ଜଗତର ମାତ। ଅକାରଣେ ଏତେ କଥା କୁହ ପ୍ରାଣ ସହି, ଆମ୍ଭର ପ୍ରାର୍ଥନା ଆମ୍ଭ ସଙ୍ଗେ ଯିବା ପାଇଁ। ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲ, ରବି ତଳେ ସବୁ ଯୁଗେ ସୁଯଶ ରଖିଲ। ତୁମ୍ଭ ଯୁଗେ ଆମ୍ଭେ କଷ୍ଟ ପାଇଲୁ ବହୁତ, ଆମ୍ଭେ ଭିକ୍ଷା ମାଗିବାର ଜାଣିଲେ ଜଗତ। ତୁମ୍ଭ ଜୟ କୀର୍ତ୍ତି ଏବେ ଜଗତେ ରହିଲା, ଆମ୍ଭକୁ ଅନ୍ନ ଦେବାର ଜଗତ ଶୁଣିଲା। ଗୁରୁବାର ଦିନ ଯେ ଏ ପୁରାଣ ଶୁଣିବ, ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ହେବ। ଲକ୍ଷ୍ମୀ ପୂଜା ଦିନ ଏହା ଯେ ନାରୀ ଗାଇବ, ଇହ ଜନ୍ମେ ପତିବ୍ରତା ବୈକୁଣ୍ଠକୁ ଯିବ। ଯେବେ ଯେଉଁ ନାରୀ ଏହା ମୁଖେ ବୁଝାଇବ, ତାହାର ସୁକୃତ ଆଉ କେ କହିପାରିବ।
ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ, ଜଗତମାତ ବୁଇଲେ ତୁମ୍ଭେ କର ସତ୍ୟ। ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖିଆ ଖୋଇ ହେବେ, ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ। ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ, ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ। ଅନ୍ନ ଖାଇ ସର୍ବେ ମୁଣ୍ଡ ପୋଛୁଥିବେ ହସ୍ତ, ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ। ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ, ଯୁଗେ ଯୁଗେ ଲକ୍ଷ୍ମୀଙ୍କ ତୁମର ଯଶ ରହୁ। ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ, ବଡ଼ ଦେଉଳକୁ ପ୍ରଭୁ ବିଜେ କରିଗଲେ। ଲକ୍ଷେ ଚନ୍ଦ୍ର ଉଦିଆ ଯେ ଛାମୁରେ ଜଳଇ, ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ। ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା, ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିମା। ବରୁଣ କୁବେର ଯେ ହସ୍ତରେ ବେତ ଧରି, ନୃତ୍ୟ କରୁଥିଲେ ତହିଁ ସ୍ୱର୍ଗ ଅପସରି। ରମ୍ଭା ଯେ ମେନକା ଦିଆଉ ଚିତ୍ରଲେଖା, ତୁଳସୀ ମାଳତୀ ଆଉ ଅନ୍ୟାନ୍ୟ ରସିକା। ଚଞ୍ଚଳା ଯେ ମଦାଳସୀ ବର ସୁଶୀଳା, ନୃତ୍ୟ ଆରମ୍ଭନ୍ତି ତୁଷ୍ଟ ହୋଇ ଯେ ଅବଳା। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ, ଘରକୁ ଘରଣୀ ସିନା ସୁନ୍ଦର ଦିଶଇ। ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ, ଚୋରଖଣ୍ଟ ବୁଲି ଦେଉଥିଲେ ଘଉଡ଼ାଇ। ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ, ଲକ୍ଷ୍ମୀ ଏତେ ବଡ଼ ବୋଲି ଏବେ ଜାଣିଲଇଁ। ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ମନ୍ଦିରକୁ, ଜଗନ୍ନାଥ ବିଜେ କଲେ ବଡ଼ ଦେଉଳକୁ। ଦାସୀ ପରିବାରୀ ଆଦି ଯେତେ ଥିଲେ, ଲକ୍ଷ୍ମୀ ଅଇଲାରୁ ସେ ସମସ୍ତେ ଯେ ଅଇଲେ। ଲକ୍ଷ୍ମୀକୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ, ସଂସାରରେ ସେହି ମତେ କଲେ ମୁକୁନ୍ଦ। ଶୁଣିଲ ନାରଦ ଏହି ପୁରାତନ ଆଖ୍ୟା, ଯାହା ଅପ୍ରସନ୍ନେ ପ୍ରଭୁ ମାଗିଲେ ଯେ ଭିକ୍ଷା। ଛାର ଚଣ୍ଡାଳୁଣୀ ଐଶ୍ୱର୍ଯ୍ୟ ଭୋଗ କଲା, ଲକ୍ଷ୍ମୀଙ୍କର ସୁଦୟାରୁ ଏମନ୍ତ ହୋଇଲା। ଏ ପୁରାଣ ପଢ଼ିଲେ ଯେ ସର୍ବସିଦ୍ଧି ହୁଏ, ସୂର୍ଯ୍ୟୋଦୟ ତମ ସମ ପାପ କ୍ଷୟ ଯାଏ। ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି, ଲକ୍ଷେ ଗୋଟି ଗୋଦାନର ଫଳ ସେ ଲଭନ୍ତି। ଏ ପୁରାଣ ଅଟଇ ଯେ ମୁକ୍ତିର ପଥ, ଏହା ଫଳ କଥନରେ କେହେବ ସମର୍ଥ। ଲକ୍ଷ୍ମୀଙ୍କ ପୁରାଣ ଏହୁ ସମ୍ପୂର୍ଣ୍ଣ ହୋଇଲା, ଭାବେ ବଳରାମ ଦାସ ଗୀତରେ ଗାଇଲା। ଜୟ ମା ଲକ୍ଷ୍ମୀ।